ଦେଖନ୍ତୁ ଏଇ ଭିଡ଼ିଓଟି ଆପଣମାନଙ୍କର ଯେଉଁମାନେ ଡିଇସିର ଜାନୁଆରୀ 2026 ବ୍ୟାଚ୍ ଅଛନ୍ତି। ଦେଖନ୍ତୁ ଜାନୁଆରୀ 2026ର ଯେଉଁମାନେ ଆଡ଼ମିସନ୍ କରିଛନ୍ତି, ଜାନୁଆରୀ 2026ରେ ଯେଉଁମାନେ ଆଡ଼ମିସନ୍ କରିଛନ୍ତି, ଆସାଇନମେଣ୍ଟ ଆପଣଙ୍କର ଯେଉଁ ଆସିଯାଇଛି, ଆସାଇନମେଣ୍ଟ ଆନ୍ସର୍ ଆପଣ କିପରି ଭାବେ ଲେଖିବେ, କ୍ୱେଶ୍ଚନ୍ କୋଉଠି ପାଇବେ, ଆନ୍ସର୍ କୋଉଠି ପାଇବେ, କିପରି ଭାବେ ଲେଖିବେ, କମ୍ପ୍ଲିଟ୍ ଇନଫର୍ମେସନ୍ ଦେବି। ଦେଖନ୍ତୁ ଯଦି ଆପଣ ଜାଣିପାରୁନାହାନ୍ତି ଜାନୁଆରୀ 2026 ବ୍ୟାଚ୍ କେଉଁମାନେ, ମାନେ ଯେଉଁମାନେ ଡିସେମ୍ବର 2025ରୁ ଆରମ୍ଭ କରିକି ଯେଉଁଟା ଏପ୍ରିଲ ପର୍ଯ୍ୟନ୍ତ ଆପଣଙ୍କର ଯଦି ଆପଣ ଏପ୍ରିଲ 2026 ଭିତରେ ଯଦି ଆପଣ ଆଡ଼ମିସନ୍ କରିଥିଲେ, ତାହେଲେ ଆପଣ ଜାନୁଆରୀ 2026 ବ୍ୟାଚ୍। ତ ଆପଣମାନଙ୍କର ଆସାଇନମେଣ୍ଟ ଆସିଯାଇଛି, ତ ସେ ବିଷୟରେ ମୁଁ ତମାମ ବିଷୟରେ ଆପଣମାନଙ୍କୁ ଇନଫର୍ମେସନ୍ କରିବି ବା ଜଣାଇବି। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲକୁ ନ୍ୟୁ ଅଛନ୍ତି, ତାହେଲେ ନିହାତି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ, ଯଦ୍ୱାରା କି ତମାମ ଅପଡେଟ୍ ଆପଣଙ୍କ ଡିଇସି ରିଗାର୍ଡ଼ିଂ ଆପଣଙ୍କ ଡିଇସିରେ ଯେଉଁମାନେ ଆଡ଼ମିସନ୍ କରୁଛନ୍ତି, ଏଇ ଯେଉଁ ଆମର ଆସାଇନମେଣ୍ଟ କହୁଛି ଏଇଟା ଯେଉଁ ଜାନୁଆରୀ 2026 ডিসি স্টুডেন্ট মানকর আসাইনমেন্ট কথা কହୁଛି এটা। তো যদি ଆପଣ ডিএসସି ଷ୍ଟୁଡେଣ୍ଟ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ। ସମସ୍ତ ଅପଡେଟ୍ ପାଇବା ପାଇଁ ହେଲେ ଆପଣଙ୍କର ଚ୍ୟାନେଲ ସହିତ ଆପଣ ଟେଲିଗ୍ରାମ ସହିତ ମଧ୍ୟ ଜଏନ୍ ହେଇକି ରହିବେ, ଯେଉଁଥିରେ କି ଇଗ୍ନୋ ଓଡ଼ିଶା ଓଡ଼ିଶାର ସର୍ଚ୍ଚ କଲେ ମାନେ ଭିଡ଼ିଓ ଡେସ୍କ୍ରିପସନ୍ ଲିଙ୍କ୍ ଅଛି, ଆପଣମାନେ ସବୁକିଛି ଆପଣ ଟେଲିଗ୍ରାମରେ ଆପଣ କ୍ୱେଶ୍ଚନ୍ ହଉ ଆନ୍ସର୍ ହଉ ଆପଣଙ୍କ ଆଗାମୀ ଦିନ ପାଇବେ। ଅପଡେଟ୍ ପାଇଁ ଆପଣ ୟୁଟ୍ୟୁବ୍ ଚ୍ୟାନେଲ ସହିତ ଯୋଡ଼ି ହେଇକି ଥିବେ, ସମସ୍ତ ଅପଡେଟ୍ ପାଇବେ। ତ ଦେଖନ୍ତୁ ଆମେ ଦେଖିବା ଫାଷ୍ଟ ହେଉଛି ଆପଣଙ୍କ ডিএসସି ଯେଉଁ ଆପଣଙ୍କର ଜାନୁଆରୀ 2026 ପିଲାଙ୍କର ଆପଣଙ୍କର ଆସାଇନମେଣ୍ଟ ଆସିଯାଇଛି। ଜାଣିଥିବେ ଆସାଇନମେଣ୍ଟ ତିନୋଟି ପେପର ଅଛି, ଗୋଟେ ହେଉଛି ডিএসସି 1, ডিএসସି 2, ডিএসସି 3। ତ ଏଇ ତିନୋଟି ପେପରକୁ ଆପଣ କ୍ୱେଶ୍ଚନ୍କୁ ଆନ୍ସର୍ ଯେଉଁ କ୍ୱେଶ୍ଚନ୍ ଆସିଯାଇଛି ସେ କ୍ୱେଶ୍ଚନ୍ ଆପଣ ଟେଲିଗ୍ରାମ ଗ୍ରୁପରେ ପାଇଯିବେ, ଆଉ ଗୋଟେ ମଧ୍ୟ ଆମ ଆପ୍ରେ ମଧ୍ୟ ପାଇଯିବେ। ଦେଖନ୍ତୁ ତା ପୂର୍ବରୁ ଆମେ ଜାଣିବା ଯେ ଯେଉଁ ଆସାଇନମେଣ୍ଟଟା ଆପଣ କିପରି ଲେଖିବେ, ମୁଁ ତା ପୂର୍ବରୁ ଜଣାଇବା ପୂର୍ବରୁ ଫାଷ୍ଟ କହିଦେଉଛି। ଦେଖନ୍ତୁ ଆପଣଙ୍କର ଆସାଇନମେଣ୍ଟ ଆନ୍ସର୍ ଆପଣଙ୍କର କ୍ୱେଶ୍ଚନ୍ ଆସିଯାଇଛି, ତ ତାକୁ ଆପଣ ଲେଖିକି ନେଇକି ଆପଣଙ୍କ ଷ୍ଟଡି ସେଣ୍ଟର ଯେଉଁଠି ଆଡ଼ମିସନ୍ କରିଥିବେ, ତ ଷ୍ଟଡି ସେଣ୍ଟର ଆପଣ ନେଇ ଡିପୋଜିଟ୍ କରିବେ। ତ ଷ୍ଟଡି ସେଣ୍ଟର ଡିପୋଜିଟ୍ କେତେବେଳେ କରିବେ ନା ଲାଷ୍ଟ ଡେଟ୍ ହେଉଛି ଆପଣଙ୍କ ସେପ୍ଟେମ୍ବର 30, 2026 ହେଲା। ଓକେ, ଆପଣଙ୍କ ସେପ୍ଟେମ୍ବର 30 ଭିତରେ ବହୁତ ସମୟ ଅଛି ଆପଣଙ୍କ। ଏବେ ଆମର ଜୁନ୍ ଚାଲିଛି, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ତ ୟା ପରେ ବି ମଧ୍ୟ ଡେଟ୍ ଏକ୍ସଟେଣ୍ଡ ହୁଏ। ତ ଆପଣମାନେ ଏବେଠୁ ଧୀରେ ଧୀରେ ଯଦି ଲେଖିବେ ଦେନ୍ ଆପଣଙ୍କର ସ୍ମୁଥଲି ନେଇକି ଆପଣ ସାରିପାରିବେ। ତ ତା ପୂର୍ବରୁ ଆମେ ଜାଣିବା ଯେ ଆସାଇନମେଣ୍ଟ ଆନ୍ସର୍ କେମିତି ଲେଖିବେ, କେଉଁଠି ଆସାଇନମେଣ୍ଟ ଆନ୍ସର୍ ପାଇବେ। ତା ପୂର୍ବରୁ ମୁଁ ଜଣାଉଛି ଯେ ଆପଣଙ୍କ ଆସାଇନମେଣ୍ଟ ଆନ୍ସର୍ ଯେଉଁଟା ରହୁଛି ତିନୋଟି ପେପର ଅଛି, 100 ମାର୍କ, ମାନେ ডিএসସି 1, 2, 3 ଟୋଟାଲ୍ 100 କରିକି ଆପଣ 300 ମାର୍କ ଅଛି। ତା ପୂର୍ବରୁ ଆପଣଙ୍କ ଦେଖନ୍ତୁ ଏଇଟା ডিএসସି 1 ଆସାଇନମେଣ୍ଟ ଆନ୍ସର୍ ବାହାର କରିଛି, ସେଇଟା 2। ତ ଦେଖନ୍ତୁ କମ୍ପ୍ଲିଟ୍ ଆପଣଙ୍କର 100 ମାର୍କ ରହିବ। ତ ତାକୁ ଡିଭାଇଡ଼ କରାଯାଇଛି ପୁଣି ସେକ୍ସନ୍ ଏ, ସେକ୍ସନ୍ ବି, ସେକ୍ସନ୍ ସି, ଆପଣ ଏମିତି ଡିଭାଇଡ଼ କରାଯାଏ। ଦେଖନ୍ତୁ ସେକ୍ସନ୍ ଏ ରହୁଛି ଆପଣ 60 ମାର୍କ ରହିଲା। ତାପରେ ସେକ୍ସନ୍ ଦେଖନ୍ତୁ ଏଠି ସେକ୍ସନ୍ ବି ଆଇଲା, ଏଇଟା ହେଉଛି ଆପଣଙ୍କ 20 ମାର୍କ ରହିଲା। ଦେନ୍ ଆପଣଙ୍କ ସେକ୍ସନ୍ ସି ରହିଲା, ଏଟା ବି ମଧ୍ୟ 20 ମାର୍କର, ମାନେ ଇଏ 60, 20, 20, ମାନେ ଆପଣଙ୍କର 100 ମାର୍କ ହେଇଗଲା ଆପଣଙ୍କର ଆସାଇନମେଣ୍ଟ ଆନ୍ସର୍। ଆଚ୍ଛା, ଆସାଇନମେଣ୍ଟ ଆନ୍ସର୍ କିପରି ଭାବରେ ପାଇପାରିବେ ନା, ଦେଖନ୍ତୁ ସିମ୍ପଲ୍ ଆପଣ ଅନିଲ ଏଜୁକେସନର ଆପ୍ଲିକେସନ୍ ଯାଇ ପ୍ଲେ ଷ୍ଟୋରରେ ଡାଉନଲୋଡ଼ କରିଦେବେ। ଭଳିଆ ନହେଲେ ଭିଡ଼ିଓ ଡେସ୍କ୍ରିପସନ୍ ଲିଙ୍କ୍ ଅଛି, ମଧ୍ୟ ଡାଉନଲୋଡ଼ କରିନେବେ। ଡାଉନଲୋଡ଼ କଲା ପରେ ଯେ ଫାଷ୍ଟ ଟାଇମ୍ ଡାଉନଲୋଡ଼ କରୁଛନ୍ତି, ଦେନ୍ ଆପଣଙ୍କ ସେଇଠି ୟୁଜ୍ ଆନାଦର ଭିତରେ ମାରିବେ, ଫୋନ୍ ନମ୍ବର ଦେବେ। ଫୋନ୍ ନମ୍ବର ଦେଲା ପରେ ଆପଣଙ୍କ ଓଟିପି ଆସିବ, এই ଓଟିପି ଦେଇକି ଭେରିଫାଏ ଉପରେ କ୍ଲିକ୍ କରିଦେବେ। ତାପରେ ଆପଣଙ୍କ ଯଦି ଫାଷ୍ଟ ଟାଇମ୍ କରୁଛନ୍ତି ତାହେଲେ ନିଜ ନେମ୍ ଆଉ ଇମେଲ୍ ଆଇଡି ଦେଇକି ଲେଟ୍ ଷ୍ଟାର୍ଟ ଉପରେ କରିଦେବେ। ଷ୍ଟାର୍ଟ କରିସାରିଲା ପରେ କ'ଣ ହେବ ନା, ଆପଣ ଏଇ ଦେଖନ୍ତୁ ଏଇଠି ଏଇଭଳିଆ ଗୋଟେ କୋର୍ସ ଆପଣଙ୍କ ଫାଇଲ୍ ଓପନ୍ ହେଇଯିବ। ତ ଦେଖନ୍ତୁ ଏଇଠି ଆସାଇନମେଣ୍ଟ ଉପରେ କ୍ଲିକ୍ କଲେ ତ ଆପଣମାନଙ୍କର ଆସାଇନମେଣ୍ଟ ଆନ୍ସର୍, ଆପଣଙ୍କ ଆସାଇନମେଣ୍ଟ ଦେଖନ୍ତୁ ଆପଣ ଯଦି ଏଇଠି ଆପଣଙ୍କୁ ଶୋ କରିବ ଇଂଲିଶ ଆସାଇନମେଣ୍ଟ, ହିନ୍ଦୀ ଆସାଇନମେଣ୍ଟ। ଦେଖନ୍ତୁ ବହୁତ ସାରା ପିଲା ଭାବୁଥିବେ ଯେ ସାର୍ ଆମେ ଓଡ଼ିଆରେ ଆଡ଼ମିସନ୍ କରୁଛୁ, ଯେଉଁମାନେ ଓଡ଼ିଆରେ ଆଡ଼ମିସନ୍ କରିଛନ୍ତି ସେମାନେ ଆସାଇନମେଣ୍ଟ ଆଉ ମାନେ ପ୍ରୋଜେକ୍ଟ ଇଂଲିଶରେ ଲେଖିବେ। ଏକ୍ଜାମ୍ ଆପଣ ଓଡ଼ିଆରେ ଦେଇପାରିବେ। ଆଚ୍ଛା, କହିବେ ସାର୍ ଆମେ ଇଂଲିଶରେ ଲେଖିବୁ, ତକଲିଫ ହେବ। କାହିଁ ତକଲିଫ ହେବ? ମୁଁ ତ ଆସାଇନମେଣ୍ଟ ଆନ୍ସର୍ ଦେଖନ୍ତୁ ଏଇଟା ବି ମୁଁ ପୁରା 100 ମାର୍କ କମ୍ପ୍ଲିଟ୍ ଆସାଇନମେଣ୍ଟ ଆନ୍ସର୍ ମୁଁ ଆପଣଙ୍କୁ ଲେଖିକି ଦେବି, ଆପଣ ଖାଲି ଦେଖିକି ଲେଖିବେ, କମ୍ପ୍ଲିଟ୍ ଗାଇଡ଼ କରିବି। ତ ଆପଣ ଯାଇ କ'ଣ କରିବେ ନା, ସେଇଠି ଆପଣ ଆସାଇନମେଣ୍ଟ ଉପରେ କ୍ଲିକ୍ କଲା ପରେ କୌଣସି ଇଂଲିଶ ଓଡ଼ିଆ ଉପରେ କ୍ଲିକ୍, ହିନ୍ଦୀ ଉପରେ କ୍ଲିକ୍ କରିବେ। ବାଇ ନାଉ ଉପରେ କଲା ପରେ ଆପଣ ପେମେଣ୍ଟ ଅପସନ୍ ଦେଖେଇବ, ଗୁଗଲ୍ ପେ, ଫୋନ୍ ପେ, ସ୍କାନର ପେମେଣ୍ଟ କରିଦେବେ। ପେମେଣ୍ଟ କରି ଜଏନ୍ ହେଲା ପରେ ଆସାଇନମେଣ୍ଟ ଆନ୍ସର୍ ଆପଣ ସବୁ କିଛି ଆପଣଙ୍କ ସେଇଠି ଅପଲୋଡ଼ ହେଇଥିବ। ଏଇ କଣ୍ଟେଣ୍ଟ ଫାଇଲ୍ ଗଲା ପରେ এই ଲାଇଭ୍ କ୍ଲାସ୍ ଫୋଲ୍ଡରରେ କେମିତି ଲେଖିବେ, କ'ଣ କରିବେ, ଗାଇଡାନ୍ସ ସବୁ କିଛି ଦିଆଯିବ। ଆପଣ ଯଦି କିଛି ପ୍ରୋବ୍ଲେମ୍ ହେବ ଆମ ହ୍ୱାଟ୍ସଆପ୍ରେ ଆମେ ଜଣାଇପାରିବୁ। ଯଦି ଆପଣ ଜଏନ୍ ହେବାର କିଛି ପ୍ରୋବ୍ଲେମ୍ ହେଉଛି, ତାପରେ ଆମ ହ୍ୱାଟ୍ସଆପ୍ରେ ଏଇ 6372885995 ନମ୍ବରରେ ମେସେଜ୍ କରିବେ, ଆମେ କମ୍ପ୍ଲିଟ୍ ଆପଣଙ୍କୁ ଗାଇଡାନ୍ସ କରିବୁ। କଲ୍ କଲେ ଆମେ ଉଠାଇ ପାରିବୁନି। ତ ଆପଣ ଜଏନ୍ ହେଇଗଲା ପରେ ସମସ୍ତ ଆସାଇନମେଣ୍ଟ ଆନ୍ସର୍ ପାଇଯିବେ। ପୂର୍ବରୁ ଯଦି ଆପଣ ଆମ ଟେଲିଗ୍ରାମ ଗ୍ରୁପ୍ରେ ଯାଇ ଦେଖିବେ, ତାହେଲେ ହଜାରେ ଆପଣ ଯାଇ ମିଡ଼ିଆ ଫାଇଲ୍ ଦେଖିବେ, ହଜାର ହଜାର ଷ୍ଟୁଡେଣ୍ଟ ଆପଣଙ୍କ 90+ ଆପଣ ମାର୍କ ରଖିଛନ୍ତି, ତାଙ୍କ ରିଭ୍ୟୁ ମଧ୍ୟ ଆପଣ ଦେଖିପାରିଥିବେ। ଦେଖନ୍ତୁ ଏଇଠି ମାର୍କ ରହିଛି, ଥ୍ୟାଙ୍କ ୟୁ। ଦେଖନ୍ତୁ ଏଇ ତ ବହୁତ ସାରା ପିଲାଙ୍କର ଆପଣଙ୍କ ରିଭ୍ୟୁ ଦେଖିବାକୁ ପାଇବେ। ତ ଆପଣମାନେ ଯାଇକି ଦେଖିପାରିବେ। ତ ନିହାତି ଭାବରେ ଆପଣଙ୍କର ଆମଠାରୁ ଜଏନ୍ ହେଲେ କମ୍ପ୍ଲିଟ୍ ଆସାଇନମେଣ୍ଟ ଆନ୍ସର୍ ପାଇବେ, ଖାଲି ପଡ଼ିନି। ବହୁତ ସାରା ପିଲା ତ ଆପଣଙ୍କୁ କହିବେ ଆସାଇନମେଣ୍ଟ ଆନ୍ସର୍ ପାଇବେ, କିନ୍ତୁ ତାଙ୍କୁ ଜଣା ନାହିଁ ଯେ ଆପଣମାନଙ୍କୁ କିପରି ଭାବରେ ଗାଇଡ଼ କରିବେ। ତ ଫାଷ୍ଟ ହେଉଛି ଆପଣଙ୍କ କମ୍ପ୍ଲିଟ୍ ଆସାଇନମେଣ୍ଟ ଆନ୍ସର୍। ଦେଖନ୍ତୁ ଏଇଠି ପୁରା ଦେଖନ୍ତୁ କମ୍ପ୍ଲିଟ୍ ହିନ୍ଦୀ ଇଂଲିଶ ଦିଆଯିବ। ଦେଖନ୍ତୁ ଏଇଟା ডিএসସି 1 ନେଇ 100 ମାର୍କ ଆସାଇନମେଣ୍ଟ ଆନ୍ସର୍ ଦିଆଯାଇଛି। ଆପଣ ତାକୁ କେମିତି ଲେଖିବେ ସବୁକିଛି ଆମେ
ଜଏନ୍ ହେଲା ପରେ କହିଦେବୁ। ତା ପୂର୍ବରୁ ମଧ୍ୟ ମୁଁ ଆଉ ଗୋଟେ ଭିଡ଼ିଓ କରିଛି ଅଲରେଡ଼ି ଆଗରୁ। ଦେଖନ୍ତୁ ଯଦି ଆପଣ ୟୁଟ୍ୟୁବ୍ ଚ୍ୟାନେଲକୁ ଯିବେ, ପ୍ଲେ ଲିଷ୍ଟ ମଧ୍ୟ ଇଗ୍ନୋ, ଦେଖନ୍ତୁ ଇଗ୍ନୋ DEC ଆସାଇନମେଣ୍ଟ ଯେଉଁ ପ୍ଲେ ଲିଷ୍ଟ ଗୋଟେ ଭିଡ଼ିଓ ଅଛି, କମ୍ପ୍ଲିଟ୍ କେମିତି ଲେଖିବେ କ'ଣ କରିବେ ସବୁ ଭିଡ଼ିଓ ସେଠି କରାଯାଇଛି। ତା ପୂର୍ବରୁ ମଧ୍ୟ ମୁଁ ଆଉ ଥରେ ମଧ୍ୟ ସଂକ୍ଷିପ୍ତରେ ଆପଣଙ୍କୁ କହିଦେଉଛି ଆସାଇନମେଣ୍ଟ ଆନ୍ସର୍ କେମିତି ଲେଖିବେ। ନା ସିମ୍ପଲ୍ A4 ପେପର ମିଳୁଛି, A4 ଜେରକ୍ସ ପେପର ଯେଉଁଟା ଗୋଟେ ପ୍ୟାକେଟ୍ ନେଇ ଆସିବେ। ଧର ଏଇଟା ହେଉଛି A4 ପେପର, ହେଲା କି ଏଇଟା A4 ପେପର। ସିମ୍ପଲ୍ ଆପଣଙ୍କ ଏଇଠି ମାର୍ଜିନ୍ ପକାଇବେ, ଚାରି ସାଇଡ଼୍ରେ ମାର୍ଜିନ୍ ପକାଇବେ। ବାସ୍ କ୍ୱେଶ୍ଚନଟାକୁ ଆପଣ ଗୋଟେ ଅଲଗା କଲର୍ ଲେଖିବେ, ଆନ୍ସର୍ଟାକୁ ଆଉ ଅଲଗା ଲେଖିବେ। କ୍ୱେଶ୍ଚନ ଲେଖିଲେ ଯେଉଁ ଆନ୍ସର୍ ମୁଁ ଦେଇଛି ସେଭଳିଆ ଲେଖିବେ। ପେଜ୍ ନମ୍ବର 1 2 3 କରି ଏମିତି ଲେଖିବେ, ତାକୁ ଯୋଡ଼ି ଦେଇକି DC1 DC2 DC3 ଅଲଗା ଅଲଗା କରିକି ତାକୁ ନେଇକି ସବମିଟ୍ କରିବେ ଷ୍ଟଡି ସେଣ୍ଟର। କେମିତି ସବମିଟ୍ କରିବେ ମୁଁ ସେଟା ଜଏନ୍ ହେଲା ପରେ କହିଦେବି, ଆଉ ଗୋଟେ ଭିଡ଼ିଓ ଆଣିକି କହିଦେବି। ତ ଆପଣ ଆଗେ ଏଇଭଳିଆ ଜଏନ୍ ହେଇକି ଆପଣ ସବୁ ଆସାଇନମେଣ୍ଟ ଆନ୍ସର୍ ଗୁଡ଼ା ଲେଖିଦିଅନ୍ତୁ। ତ ଆସାଇନମେଣ୍ଟ ଯାଇକି ଜଏନ୍ ହେଇଯାଆନ୍ତୁ ଆପ୍ରେ। ଯଦି ଜଏନ୍ ହେବାର କିଛି ପ୍ରୋବ୍ଲେମ୍ ହେଉଛି ଏଇ ନମ୍ବର ହ୍ୱାଟ୍ସଆପ୍ରେ ମେସେଜ୍ କରିଦେବେ। ଜଏନ୍ ହେଲା ପରେ ଆପଣ ଏବେଠୁ ଲେଖନ୍ତୁ, କାରଣ ଆସାଇନମେଣ୍ଟ ଲେଖିବାର ଅଛି, ପ୍ରୋଜେକ୍ଟ ଲେଖିବାର ଅଛି, କ୍ଲାସେସ୍ ଆପଣଙ୍କର ନୋଟ୍ସ ସବୁକିଛି ଆପଣମାନେ ଏଇଠି ଆପଣ ଯଦି ଆହୁରି ମଧ୍ୟ ମୁଁ କହିଦେଉଛି, ଯେଉଁମାନେ DEC ପିଲା ଅଛନ୍ତି କେବଳ ଆସାଇନମେଣ୍ଟରେ ଜଏନ୍ ହୁଅନ୍ତୁନି, ସବୁଥିରେ ଜଏନ୍ ହେଇଯାଆନ୍ତୁ, ଆପଣଙ୍କୁ ସୁବିଧା ହେବ। ବହୁତ କମ୍ ପ୍ରାଇସ୍ ରହିଛି। ଆସାଇନମେଣ୍ଟରେ ଜଏନ୍ ହେଇଯିବେ, ପ୍ରୋଜେକ୍ଟରେ ଜଏନ୍ ହେଇଯିବେ, ଆଉ ଯେଉଁ ଇଗ୍ନୋ କୋର୍ସ ଭିତରୁ ଗଲା ପରେ ଇଗ୍ନୋ DEC କୋର୍ସ ଥିବ ସେଠି ଜଏନ୍ ହେଲେ କ୍ଲାସ୍ ନୋଟ୍ସ MCQ ପାଇଯିବେ। ପ୍ରୋଜେକ୍ଟ ଜଏନ୍ ହେଲେ ପ୍ରୋଜେକ୍ଟ ପାଇଯିବେ, ଆସାଇନମେଣ୍ଟ ଜଏନ୍ ହେଲେ ଆସାଇନମେଣ୍ଟ ପାଇଯିବେ। ତ ଜଏନ୍ ହେଇଯାଆନ୍ତୁ। ଯଦି କିଛି ପ୍ରୋବ୍ଲେମ୍ ହେଉଛି ହ୍ୱାଟ୍ସଆପ୍ରେ ମେସେଜ୍ କରନ୍ତୁ। ଆଉ ଏବେଠୁ ହିଁ ଜଏନ୍ ହେଇକି DEC ପିଲା ଆପଣମାନେ ଲେଖନ୍ତୁ, ନହେଲେ ଆପଣମାନଙ୍କର ବହୁତ ଡିଲେ ହେଇଯିବ ଆଉ ଆପଣମାନେ ସବୁ ପ୍ରିପାରେସନ୍ କରିପାରିବେନି। ଓକେ, ଯଦି ଆପଣ କ୍ଲାସେସ୍ ଆସାଇନମେଣ୍ଟ ପ୍ରୋଜେକ୍ଟ ଜଏନ୍ ହେଇନାହାନ୍ତି ଜଏନ୍ ହେଇଯାଆନ୍ତୁ। ଆଉ ଆସାଇନମେଣ୍ଟ ଜଏନ୍ ହେଇଗଲା ପରେ କମ୍ପ୍ଲିଟ୍ ଗାଇଡାନ୍ସ ଆପଣଙ୍କୁ କରିଦିଆଯିବ। ଆଉ ଏମିତି ନୁହେଁ କି ଆମେ ଖାଲି ଦେଇଦେବୁ ଆଉ ତାପରେ ଶୁଣିବୁନି, ଆପଣଙ୍କ କମ୍ପ୍ଲିଟ୍ ଗାଇଡାନ୍ସ ଦିଆଯିବ। ସବୁଠୁ କଥା ହେଉଛି ସେଥିପାଇଁ ତ ଆମ ଷ୍ଟୁଡେଣ୍ଟ ମାନେ 90+, ଆମେ ଇଭେନ୍ କି 98 97 95 ଏମିତି ମାର୍କ ରଖିଛନ୍ତି। ଓକେ, ତ ଜଏନ୍ ହେଇଯାଆନ୍ତୁ, ସବୁକିଛି ଅପଡ଼େଟ୍ ପାଇବେ। ଆଉ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ଥାନ୍ତୁ, ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯେଉଁଟାକି ଆଗାମୀ ଦିନରେ ସମସ୍ତ ଅପଡ଼େଟ୍ ପାଇପାରିବେ।